आपण समस्तଙ୍କୁ ଆମ ଚ୍ୟାନେଲ୍ କ୍ରିଏଟିଭ୍ ରେଡ଼ିଓ ସ୍ୱାଗତ। ତ ଆପଣମାନେ ଜାଣିରଖିବା ଉଚିତ ଯେ ଯେଉଁ ରିପୋର୍ଟ ଆସିଛି ଆପଣଙ୍କର ଓଡ଼ିଶାର ମାନେ ସମୀକ୍ଷା ରିପୋର୍ଟ ଆସିଛି, ସିଏଜିଙ୍କ ରିପୋର୍ଟ ଆମେ ତାକୁ କହୁଛେ, ଏବଂ ଏଥିରେ ବହୁତ ସାରା ଜିନିଷ ଅଛି ଯେଉଁଟାକି ଲୋକମାନଙ୍କ ପାଖରେ ବାର୍ତ୍ତା ପହଞ୍ଚାଇବ ଯେ ସରକାରୀ ବ୍ୟବସ୍ଥାରେ ଆଜି ପାଠପଢ଼ା କାହିଁକି ହେଇପାରୁନି ଏବଂ ଏଥିରେ ଅଭାବ କ'ଣ ରହିଛି। ଏବଂ ଏଇଟା ବୋଥ୍ ଯେଉଁମାନେ ଶିକ୍ଷକ ଅଛନ୍ତି, ଶିକ୍ଷକ ଆଶାୟୀ ଅଛନ୍ତି ଏବଂ ଅଭିଭାବକ ଅଛନ୍ତି, ସମସ୍ତଙ୍କ ପାଇଁ ନିଶ୍ଚିତ ଭାବରେ ଉପାଦେୟ ହେବ। ମୁଁ କମ୍ପ୍ଲିଟ୍ ହାଇଲାଇଟ୍ କରିନେଇଛି, ଆପଣଙ୍କୁ ସମୟ ଲାଗିବନି। ଆମେ ଆପଣଙ୍କର ପଏଣ୍ଟ ୱାଇଜ୍ ଦେଖିନେବା ଯେ ଯେଉଁ ଜିନିଷ ଶିକ୍ଷା ବ୍ୟବସ୍ଥାକୁ ଓଡ଼ିଶାରେ ପ୍ରଭାବିତ କରୁଛି। ପ୍ରଥମେ ଦେଖନ୍ତୁ, ସରକାରୀ ବିଦ୍ୟାଳୟଗୁଡ଼ିକରେ ଭିତ୍ତିଭୂମି ସୁବିଧାରେ ଉନ୍ନତି ଘଟିଥିଲେ ମଧ୍ୟ ବହୁ ସଂଖ୍ୟକ ବିଦ୍ୟାଳୟରେ ନିର୍ଦ୍ଧାରିତ ଭିତ୍ତିଭୂମି ବିନା କାର୍ଯ୍ୟ କରୁଛନ୍ତି ଏବଂ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଶିକ୍ଷକମାନେ ନିୟମ ଅନୁସାରେ ବିଦ୍ୟାଳୟରେ ଉପଲବ୍ଧ ନଥିବାରୁ, ଅର୍ଥାତ୍ ପିଟିଆର୍ ନର୍ମସ୍ କହି ରଖିବାକୁ ଚାହେଁ, ପ୍ରାଥମିକ କ୍ଲାସ୍ 1ରୁ କ୍ଲାସ୍ 5 ପର୍ଯ୍ୟନ୍ତ ପ୍ରତି ବିଦ୍ୟାଳୟରେ ଅନ୍ୟୁନ 2 ଜଣ ଶିକ୍ଷକ, ଅନ୍ୟୁନ କ୍ଲାସ୍ ଯେତେ ଥାଉ ପିଲା ଯେତେ ଥାଆନ୍ତୁ, କିମ୍ବା ଯଦି ପିଲା ଅଧିକା ଅଛନ୍ତି ତାହେଲେ 30ରେ ଜଣେ ଶିକ୍ଷକ, 60ରେ 2 ଜଣ ଶିକ୍ଷକ। ଅପର ପ୍ରାଇମେରୀରେ ପ୍ରତି କ୍ଲାସ୍ ପିଛା ଜଣେ ଶିକ୍ଷକ କିମ୍ବା 35 ପିଲାରେ ଜଣେ ଶିକ୍ଷକ। ଯଦି ଆପଣଙ୍କର 3ଟି କ୍ଲାସ୍ ଅଛି, ପିଲା 40 ଅଛନ୍ତି, ତା ବି 3 ଜଣ ଶିକ୍ଷକ ରହିବେ। ଯଦି ପିଲା 120 ଅଛନ୍ତି, ତା ବି 3 ଜଣ ଶିକ୍ଷକ ରହିବେ। ହାଇସ୍କୁଲମାନଙ୍କରେ 40ରେ ଜଣେ ଶିକ୍ଷକ, ଆପଣଙ୍କର ହାୟର ସେକେଣ୍ଡାରୀ ଯେଉଁ ସ୍କୁଲ ରହିଛି ସେଠି ଆପଣଙ୍କର 30ରେ ଜଣେ ଶିକ୍ଷକ। ଏଇଟା ଆପଣ ରେସିଓ ମେଣ୍ଟେନ୍ ହେଉନାହିଁ। ନେକ୍ସଟ ହୋଇଛି ଆପଣଙ୍କର ବଜେଟ୍। ପ୍ରତିବର୍ଷ ଯେତେ ହେଉଛି ସେ ବଜେଟ୍ ଫେରସ୍ତ ହେଉଛି, ବଜେଟ୍ ସମ୍ପୂର୍ଣ୍ଣ ଖର୍ଚ୍ଚ ହେଉନି। ଆଉ ବଜେଟ୍ ଆପଣ ଦେଖିବେ ଯେଉଁ ବଜେଟ୍ ଖର୍ଚ୍ଚ ହେଉଛି ସେ 44ରୁ 50% ଖର୍ଚ୍ଚ ହେଉଛି, ଅର୍ଥାତ୍ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ନିଜର ବଜେଟ୍କୁ ଶିକ୍ଷକ ନିଯୁକ୍ତି, ବିଦ୍ୟାଳୟର ଭିତ୍ତିଭୂମି ଉନ୍ନତି ଏ କ୍ଷେତ୍ରରେ ଖର୍ଚ୍ଚ କରୁନାହିଁ। କେବଳ ବଜେଟ୍ ଉପସ୍ଥାପନ ହେଉଛି, ଲୋକ ଜାଣୁଛନ୍ତି ଏତିକି ବଜେଟ୍ ଦିଆଗଲା, କିନ୍ତୁ ପରେ ସେ ପଇସା ସରକାରକୁ ଫେରସ୍ତ କରିଦିଆହେଉଛି। ଏବଂ ରାଜ୍ୟରେ ଆପଣ ଦେଖନ୍ତୁ, ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ଶ୍ରେଣୀଗୁଡ଼ିକ ପାଇଁ ଯେଉଁ ପ୍ରତିଶତ ରହିଛି ଆପଣଙ୍କର 12% ରହିଛି ପ୍ରାଥମିକ, ଉଚ୍ଚ ପ୍ରାଥମିକ ରହିଛି 24%, ମାଧ୍ୟମିକ ରହିଛି 42% ଏବଂ ଉଚ୍ଚ ମାଧ୍ୟମିକ ରହିଛି 57%। ବିଦ୍ୟାଳୟରେ ଶ୍ରେଣୀଗୃହ ଅନୁପାତ ଠିକ୍ ନାହିଁ, ମାନେ କ୍ଲାସରୁମ୍ ଯେତିକି ସଫିସିଏଣ୍ଟ ହେବା କଥା ସେତିକି ନାହିଁ। ମୁଁ ଆପଣଙ୍କୁ ଦେଖେଇବି 100+ ପିଲାରେ ଗୋଟେ ଗୋଟେ କ୍ଲାସ୍ରେ ପିଲାମାନେ ପାଠ ପଢ଼ୁଛନ୍ତି, ଏଇ ରିପୋର୍ଟରେ ଆପଣଙ୍କର ଅଛି, ଠିକ୍ ଅଛି। ଆଉ ଏଠି ଆପଣଙ୍କର ଯେଉଁ ରିପୋର୍ଟ ଯାଞ୍ଚ ହେଇଛି ନମୁନା, ସେଇଥିରୁ ମୁଁ ଆପଣଙ୍କୁ ଦେଖେଇବି। ଏବଂ ରାଜ୍ୟରେ 48% ଆପଣଙ୍କର, 43%, 10% ଆଉ 89% ବିଦ୍ୟାଳୟରେ ଆପଣଙ୍କର ଶ୍ରେଣୀରେ ଶିକ୍ଷକ ଛାତ୍ର ଅନୁପାତ ଆପଣଙ୍କର ପିଟିଆର୍ ଯେଉଁଟା ଆମେ କହୁଛେ, ଭଲ ସେଇଟା ନଜର ପକାନ୍ତୁ। ଆପଣଙ୍କର ପ୍ରଥମ ହେଉଛି ପ୍ରାଥମିକ, ପ୍ରାଥମିକରେ 48%, ଉଚ୍ଚ ପ୍ରାଥମିକରେ 43%, ମାଧ୍ୟମିକରେ 10%, ଉଚ୍ଚ ମାଧ୍ୟମିକ ଯେଉଁଟା ଆପଣଙ୍କର ପିଜିଟି ସେଇଟା ହେଉଛି 89%। ଏଠି ପିଟିଆର୍ ପ୍ରତିକୂଳ ଥିଲା, ମାନେ ଛାତ୍ର ଅନୁପାତ ଶିକ୍ଷକ ଅନୁପାତ ପ୍ରତିକୂଳ ଥିଲା, ଠିକ୍ ନଥିଲା। ଠିକ୍ ଅଛି। ଆପଣ ପାଠପଢ଼ା କାହିଁକି ହେଉନି କହୁଛନ୍ତି ତ, ଏଠି ଆପଣ ଦେଖିବେ ଆପଣଙ୍କର ବାକି ମାଗଣା ପୁସ୍ତକ, ଆପଣଙ୍କର ବହି, ଏସବୁ କଥା ଆମେ ଏତେ ଡିପ୍ଲି ଯାଉନେ। ଏବଂ ଶିକ୍ଷକମାନଙ୍କ ବ୍ୟାପକ ଅଭାବ, ବିଦ୍ୟାଳୟରେ ଭୌତିକ ଭିତ୍ତିଭୂମିର ଅଭାବକୁ ଦୃଷ୍ଟିରେ ରଖି ବିଦ୍ୟାଳୟର ଶିକ୍ଷାର ସର୍ବାଙ୍ଗୀନ ବିକାଶ ପାଇଁ ବିଦ୍ୟାଳୟ ଶିକ୍ଷା ବଜେଟ୍ ବ୍ୟୟବରାଦକୁ ଉପଯୁକ୍ତ ଭାବେ ବୃଦ୍ଧି କରାଯାଉ, ଏଇଟା ହେଉଛି ସଜେସନ୍। ତ ଆହୁରି ଆପଣଙ୍କର ରହିଛି ଆପଣଙ୍କର ଅଭାବ ଅନୁଭବ କରୁଥିବା ବିଦ୍ୟାଳୟଗୁଡ଼ିକରେ ଅତିରିକ୍ତ ଶିକ୍ଷକଙ୍କୁ ନିୟୋଜିତ କରି ଏସ୍ଏମ୍ଇ ଯେଉଁଟା ଆମର ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଛାତ୍ର ଶିକ୍ଷକ ଅନୁପାତ ମାନଦଣ୍ଡକୁ ବଜାୟ ରଖୁ ଏବଂ ଅଧିକ ଶିକ୍ଷକ ଥିବା ବିଦ୍ୟାଳୟରେ ଶିକ୍ଷକଙ୍କୁ ପ୍ରତ୍ୟାହାର କରି ଅଭାବ କରୁଥିବା ବିଦ୍ୟାଳୟ ନିଯୁକ୍ତି ଦେଇକି ଆପଣଙ୍କର ଯେଉଁଟା ରେସନାଲାଇଜେସନ୍ କୁହାହେଉଛି। ତ ନେକ୍ସଟ ଆପଣଙ୍କର ଦେଖିବେ, ଆପଣଙ୍କର ପୁରା ଷ୍ଟେପ୍ ବାଇ ଷ୍ଟେପ୍ ଆସିବ, ସମ୍ପୂର୍ଣ୍ଣ ଡାଟା ଆସିବ। ଆପଣ ଦେଖାଉଛି ଶିକ୍ଷା ଅଧିକାର ଆପଣଙ୍କର ଅଧିନିୟମ ଆଉ ଆପଣଙ୍କର ଶିକ୍ଷା ଅଧିକାର ଆଇନ ଆଉ ଜାତୀୟ ଶିକ୍ଷାନୀତି, ୟାକୁ ବେସ୍ କରିକି ଏଇସବୁ ଇଭାଲୁଏସନ୍ ଆଉ ଏଇସବୁ ଅଡ଼ିଟ୍ କରାଯାଇଛି। ତ ଅଡ଼ିଟ୍ରେ ଆପଣଙ୍କର କ'ଣ ରହିଛି ନା, ଦେଖିବେ ଜିଡିପିର 6% କୁହାଯାଏ, ବଜେଟ୍ ଯେତିକି ହେବ
GDP ରହିବ ତାର 6% ସବୁବେଳେ ଶିକ୍ଷା ବ୍ୟବସ୍ଥା ପାଇଁ ଖର୍ଚ୍ଚ କରାଯିବ। NEPରେ ବି କୁହାହେଇଛି, ଜାତୀୟ ଶିକ୍ଷାନୀତି 1968ରେ ବି କୁହାହେଇଥିଲା। କିନ୍ତୁ ଓଡ଼ିଶାରେ ଆଜି ପର୍ଯ୍ୟନ୍ତ 3.5 3.27 ଧୀରେ ଧୀରେ କମୁଛି, 6% ଆଡ଼କୁ ଯାଉନି, କମି ଚାଲିଛି। ତ ଏଇଠି ଆପଣ ଦେଖିବେ, ମୁଁ ଆପଣଙ୍କୁ ଦେଖାଉଛି ପ୍ରତି ବର୍ଷର ଡାଟା ଏଠି ଆପଣଙ୍କର ରିପୋର୍ଟରେ ଦେଇଛି। ଆଉ ଏଠି ଦେଖନ୍ତୁ ଏଇ ଆପଣଙ୍କର ଅନସେଫ୍ ୱେରେ ଆପଣଙ୍କର ପାଠପଢ଼ା କେମିତି ଚାଲିଛି। ଏଇଠି ଆପଣ ଥରେ ଦେଖନ୍ତୁ ଯେଉଁ ପରସେଣ୍ଟ ରହିଛି GDPର 18-19ରେ 3.50, 19-20ରେ 3.38, 20-21ରେ 3.44, 21-22ରେ 3.28 ଆଣ୍ଡ 22-23ରେ 3.27। ମାନେ ଆମେ କେତେ ଆମ ଶିକ୍ଷାନୀତିକି ପାଳନ କରୁଛେ, ମାନେ ଆମର ଶିକ୍ଷା ପ୍ରତି କେତେ ଆନ୍ତରିକତା। ନେକ୍ସଟ ହେଉଛି ବଜେଟରେ ଆପଣଙ୍କର ହ୍ରାସ ପାଉଛି ଟଙ୍କା। ବଜେଟରେ ଟଙ୍କା ବଢ଼ୁଛି କିନ୍ତୁ ଟୋଟାଲ ବଜେଟର ପରସେଣ୍ଟେଜ ଦେଖିଲେ ହ୍ରାସ ପାଉଛି। ତ ଯଦି ଆପଣ ବଜେଟକୁ ଦେଖିବେ 18-19ରୁ 22-23 ପର୍ଯ୍ୟନ୍ତ, ତ ଏ ବଜେଟରେ ଆପଣ ଦେଖିବେ ପ୍ରତିବର୍ଷ ବଜେଟ ଆପଣଙ୍କର ବଢ଼ିଛି, କିନ୍ତୁ ଟୋଟାଲ ବଜେଟର ପରସେଣ୍ଟେଜ ବାହାର କଲେ ପରସେଣ୍ଟେଜ ଦେଖିବେ ପ୍ରତିବର୍ଷ କମି କମି ଚାଲିଛି। ଠିକ୍ ଅଛି। ତ ଏଇଟା ହେଉଛି ଆମ ଆନ୍ତରିକତା। ଆଉ ଗୋଟେ କଥା, ଏଇଠି ଯେଉଁ ବଜେଟ୍ ହେଉଛି ସମ୍ପୂର୍ଣ୍ଣ ଖର୍ଚ୍ଚ ହେଲେ ହୁଅନ୍ତା। ମାନେ ଗୋଟେ ଏକ୍ଜାମ୍ପଲ୍ ମୁଁ ଆପଣଙ୍କୁ ଦେଉଛି ସାଧାରଣ ଲୋକ ବୁଝିବା ପାଇଁ। ମୁଁ ଆପଣଙ୍କୁ କହିଛି ଯେ ଆପଣ ମାନେ ଆପଣଙ୍କ ପାଇଁ ମୁଁ 1,00,000 ଟଙ୍କା ରଖିଛି। ଠିକ୍ ଅଛି। ତ ଯଦି ଆପଣ କାର୍ଯ୍ୟରେ ସାଟିସ୍ଫାକ୍ଟୋରି ପରଫର୍ମାନ୍ସ କରନ୍ତି, ଆପଣଙ୍କ ଉପରେ ମୁଁ 1,00,000 ଟଙ୍କା ଖର୍ଚ୍ଚ କରିବି। ଆପଣ ଖୁସି ହେଇ କାମ କଲେ, କିନ୍ତୁ ମୁଁ ବର୍ଷ ଶେଷରେ 50,000 ଟଙ୍କା କାମ କଲି, ଆଉ 50,000 ଟଙ୍କା ଫେରାଇ ଦେଲି କାହାକୁ? ସରକାରଙ୍କୁ। ସରକାର ପୁଣି ସେ 50,000 ଟଙ୍କା ଆପଣଙ୍କର ନେଇଗଲେ, ନେଇକି ଆଉ ତା ସହିତ ଆଉ 50,000 ଟଙ୍କା ମିଶାଇ ନେକ୍ସଟ ଇୟର ପୁଣି ବଜେଟ୍ ଆପଣ 1,00,000 ଟଙ୍କା ନେଇ ଆସିଲେ। ମାଛ ତେଲରେ ମାଛ ଭଜା ହେଉଛି ଏଠି। ନେକ୍ସଟ ଆପଣ ଦେଖିବେ ବିନିଯୋଗ କରାଯାଉ ନାହିଁ ଅର୍ଥ, ଏଇଟା ହିଁ ସମସ୍ୟା। ଏଠି ଆପଣ କ୍ଲିୟର ମେନସନ୍ ହେଇଛି କେତେ ପରସେଣ୍ଟ କେଉଁଠି ବିନିଯୋଗ କରାହେଇଛି, କେତେ ପରସେଣ୍ଟ କେଉଁଠି ଆପଣଙ୍କ ଫେରସ୍ତ କରାହେଇଛି। ଫେରସ୍ତ ପାଣ୍ଠି ଆପଣ ଦେଖିପାରିବେ। ତ ଏଇ ଫେରସ୍ତ ପାଣ୍ଠି ଯୋଗୁଁ ହିଁ ଦେଖିବେ ଏ କ୍ଲିୟର ଆପଣଙ୍କର ସରକାର ଉପଲବ୍ଧ ପାଣ୍ଠିର 44ରୁ 50% ଆପଣଙ୍କର ଉପଯୋଗ ହେଉଥିଲା, ବାକି ଫେରସ୍ତ ହେଉଥିଲା। ତାମାନେ 50%ରୁ କେବେ ଡେଉଁନଥିଲା ଆପଣଙ୍କର ଖର୍ଚ୍ଚ। ଥରେ ଚିନ୍ତା କରନ୍ତୁ। ତ ଏଠି ଆପଣଙ୍କର ଏଠି ଅନୁମୋଦିତ ହେଉଥିଲା, ସେ ଖର୍ଚ୍ଚ ସମ୍ପୂର୍ଣ୍ଣ ହେଉନଥିଲା। ଠିକ୍ ଅଛି। ଯେଉଁଥିପାଇଁ କି ଶିକ୍ଷା ଡେଭଲପମେଣ୍ଟ ହେଇପାରୁନି। ଏକରେ ଆମର GDPର 6%ରୁ ଆମେ 3% କରୁଛେ, 3%ରେ ଆମେ 1.5% ଖର୍ଚ୍ଚ କରୁଛେ, ରେଷ୍ଟ ଆମେ ପୁଣି ରିଟର୍ନ କରିଦେଉଛେ। ଠିକ୍ ଅଛି। ବାଃ କି ଶିକ୍ଷା ବ୍ୟବସ୍ଥା। ଆଣ୍ଡ ଶିକ୍ଷକମାନଙ୍କ ବ୍ୟାପକ ଅଭାବ, ଏଇଟା ଗୋଟେ ସମସ୍ୟା। ଆଉ ଭୌତିକ ଭିତ୍ତିଭୂମିର ଅଭାବକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଶିକ୍ଷାର ସର୍ବାଙ୍ଗୀନ ବିକାଶ ପାଇଁ ବିଦ୍ୟାଳୟ ଶିକ୍ଷା ବଜେଟ୍ ବ୍ୟବହାରକୁ ଉପଯୁକ୍ତ ଭାବେ ବୃଦ୍ଧି କରାଯିବା ପାଇଁ ସୁପାରିଶ ରହିଛି। ଠିକ୍ ଅଛି। ତାପରେ ଆପଣ ଦେଖିବେ, ତାପରେ ବି ଆପଣଙ୍କର ରେକମେଣ୍ଡେସନ୍ ଅଛି, ମୁଁ ଆପଣଙ୍କୁ ଦେଖାଉଛି। ଏଇଠି ଆପଣ ଦେଖନ୍ତୁ ଆପଣଙ୍କର ଶିକ୍ଷା ସ୍ତରରେ ଆପଣଙ୍କର ଯେଉଁ ରହିଛି GR ମାନେ କେତେ ପରସେଣ୍ଟ ହ୍ରାସ ପାଇଛି। କାହିଁକିନା ଯଦି ଆମେ ସର୍ବଭାରତୀୟ ସ୍ତରରେ କେତେ ପରସେଣ୍ଟ ହ୍ରାସ ପାଇଛି, ଆମେ ଅବଶ୍ୟ ମାଇନସରେ ନାହିଁ ପ୍ଲସରେ ଅଛେ, କିନ୍ତୁ ଆମେ ଉଚ୍ଚ ମାଧ୍ୟମିକ ସ୍ତରରେ ମାଇନସରେ ଅଛେ, ଏଇଟା ବି ଦେଖିବାକୁ ପଡ଼ିବ। ତ ଏଇଟା ଆପଣଙ୍କର ସର୍ବଭାରତୀୟ ସ୍ତରରେ ଓଡ଼ିଶାର ଶିକ୍ଷାର ବିଭିନ୍ନ ସ୍ତରକୁ GRରେ ଦର୍ଶାଯାଇଛି। ଉଚ୍ଚ ମାଧ୍ୟମିକ ସ୍ତରରେ ମାଇନସରେ ଅଛେ, ମାଧ୍ୟମିକ ସ୍ତରରେ ମାଇନସରେ ଅଛେ, ପ୍ରାଇମେରୀ ଆମେ ସର୍ବଭାରତୀୟ ସ୍ତରରୁ କମ୍ରେ ଅଛେ। ଠିକ୍ ଅଛି। ତ ଏଇଠି ଆମେ ଗୋଟେ କାରଣ ହେଉଛି ଶିକ୍ଷକ ଅଭାବ, ଭିତ୍ତିଭୂମି ଅଭାବ, ଏବଂ ସେଥିପାଇଁ ବିଭାଗ ଦାୟୀ, ସରକାର ଦାୟୀ। କାହିଁକି ନା ଯେଉଁ ବଜେଟ୍ ହେଉଛି, ଯେଉଁ ଅର୍ଥ ବ୍ୟବହାର ହେଉଛି, ତାକୁ ଖର୍ଚ୍ଚ କରାଯାଉନି, ରାଜନୀତି କରାଯାଉଛି ସେଥିରେ। ଏବଂ ମୁଁ ଆପଣଙ୍କୁ ଦେଖାଉଛି ଆଉ କିଛି ଡାଟା ଯେଉଁଟାକି ଇମ୍ପୋର୍ଟାଣ୍ଟ। ଏଠି ଆପଣ ଦେଖନ୍ତୁ ଅଧାରୁ ପାଠ ଛାଡ଼ିବାର ହାର, ପିଲାମାନଙ୍କ ସଂଖ୍ୟା ଓଡ଼ିଶାରେ 0 ହେଇଯାଇଛି। ଅବଶ୍ୟ ପ୍ରାଥମିକ ସ୍ତରରେ, ଉଚ୍ଚ ପ୍ରାଥମିକ ସ୍ତରରେ 3.1, ଜାତୀୟ ସ୍ତରରୁ ଆମେ କମ୍ ଅଛେ, କିନ୍ତୁ ସେଥିରେ ଖୁସି ହେବାର କଥା କିଛି ନାହିଁ। 22-23 ମସିହାର 18-19ରେ ତ ବହୁତ ଥିଲା। ଠିକ୍ ଅଛି। ଧୀରେ ଧୀରେ କମିଛି। ଆଣ୍ଡ 22-23ରେ ଆପଣ ଦେଖିବେ ମାଧ୍ୟମିକ ସ୍ତରରେ ଓଡ଼ିଶାର 17.7, ମାନେ ଜାତୀୟ ସ୍ତରଠୁ ଆମେ ଅଧିକ ପଳିଛେ। ଠିକ୍ ଅଛି। ଆଉ ମାନେ ଏଇଟା କାହିଁକି ଜାଣିଛନ୍ତି? ମାଧ୍ୟମିକ ସ୍ତରରେ ଆମେ କେବଳ 50-50 କହିହେଲେ, କିନ୍ତୁ ଶିକ୍ଷକ ନିଯୁକ୍ତି ଆଜି ପର୍ଯ୍ୟନ୍ତ ଆମେ ନ କରିକି ଅତିଥି ଶିକ୍ଷକ, ରିଟାୟାର୍ଡ଼ ଶିକ୍ଷକରେ ଚଲାଉଛେ। ଠିକ୍ ଅଛି। ଆଣ୍ଡ ଏଠି ଆମେ ଦେଖିବେ, ଏଠି ଆପଣ ଦେଖନ୍ତୁ ଆପଣଙ୍କର ବିଭିନ୍ନ କାରଣ, ପାଠ ଛାଡ଼ିବା ପାଇଁ ବିଭିନ୍ନ କାରଣ ବି ଏଠି ମେନସନ୍ ଅଛି। ପାଠ ପଢ଼ିବା ପାଇଁ ଅନିଚ୍ଛା, ଅଭିଭାବକମାନଙ୍କର ଆର୍ଥିକ ଦୁରାବସ୍ଥା, ବିବାହ କରିଦେଉଛନ୍ତି ପିଲା। ଥରେ ଆପଣ ଚିନ୍ତା କରନ୍ତୁ, ଏଜ୍ କ୍ରାଇଟେରିଆକୁ ବି ପିଲା ମାନୁନାହାନ୍ତି, କାହିଁକିନା ସେମାନଙ୍କ ପାଖରେ ଶିକ୍ଷାର ଆୱାରନେସ୍ ନାହିଁ।
ଏବଂ शीघ्र रोजगार करने पड़ुଛି पारिवारिक स्थिति को लेकिन छात्र छात्री घर काम नियोजित करवा विद्यालय पहुँचवा दूरता यही आम स्कूल मर्ज कर दौचे बंद कर दौचे कि पिला दुर्गम अंचल स्कूल पहुँची पारनी आठ लज्जाजनक कथा कौन हो पारे शिक्षण असुविधा अभिभावक अनिच्छा अन्य कारण रही तो यहाँ हूँ शिक्षा बंद आउ गोटे बड़ कथा जार उद्देश्य शिक्षक छात्र अनुपात रे उन्नति आनिबा व्यवस्थाकरण माध्यम विज्ञप्ति गोटे प्रकाश पाई तो माने आमे चिंता करंतु शिक्षक छात्र अनुपातर भित्तिभूमि माने कहीं उन्नति करें कहीं आमे एलिमेंटरी स्टेज पर्टिकुलरली ऑफिसर माने करप्ट ऑफिसर माने ठीक भाव में तथ्य को प्रेजेंट करना रेगुलर टीचर जोटे प्रमोशनल पोस्ट कैडर को देखा बारंबार रेशियो अनुसार देखा किंतु रिपोर्ट ये प्रस्तुत होची इनक्वारी हो जना पड़ जाऊँगी ठीक अच्छे तो ये आप देखो ये आउ किसी डाटा देखा जो डाटा कि इंपोर्टेंट जब हाईलाइट कर देखा अने गोटे बहुत सारा डाटा अच्छे मुझे टेलीग्राम पीडीएफ कंप्लीट अवेलेबल करदेवी आप चेक करेंगे तो ये आप देखो पिलांकर स्थिति पिला कौट बस श्रेणीगृह अभाव ठीक अच्छे गोटे श्रेणीगृह के पिला बस ये केमी पदार बस ये श्रेणीगृह कंडीशन देखो आप क्लासरूम कंडीशन देखो तापर आप देखिए विद्यालय आपणकर ये आप देखो 23% विद्यालय जांच होता जोटि कि 43% जांच होता विद्यालय प्राथमिक रु माध्यमिक श्रेणी पर्यंत छात्र को चट्टाण बसाई व्यवस्था ना 19% विद्यालय शौचालय व्यवस्था ना 14% विद्यालय दक्ष मानव संबल प्रशिक्षक भाव आईसीटी व्यवहार मैंने कंप्यूटर टीचर सरकार कहते देवे बोली दौना पिला मैंने कौट आसबे पाठ कौट पढ़े प्राथमिक श्रेणी सर्वनिम्न 2 जन शिक्षक आवश्यक उच्च प्राथमिक श्रेणी प्रति क्लास जड़े शिक्षक आवश्यक कि आम जोगे पारना ठीक अच्छे ये आप देखो प्रतिकूल छात्र श्रेणीगृह अनुपात माने गोटे नियम अनुसार आपणकर 40 रु अधिक हम ना गोटे पीटीआर नॉर्म्स अनुसार आ गोटे क्लास रे भी 40 रु अधिक पिला बसबेनि जेकोसी क्लास हो किंतु आमे सेटा पालन करि पारना कहीं आम पाखे श्रेणीगृह ना केते पिला बस देखिले आप आश्चर्य हो ठीक अच्छे तो ये आपको देखो रिपोर्ट देखो ये आपंकर पिला माने को स्टेज बस फोटो भी इंक्लूड अच्छे ये आपंकर तो ये आप देखिए 95टा नमूना परीक्षण होता से किसी जगह देखागला 71 रु 130 जन छात्र छात्री बस मैंने गोटे क्लास रे 53 रु 121 जन छात्र छात्री बस किसी क्लास रे माने 100+ गोटे गोटे क्लास रे बस 119 रु 60 जन बस क्लास चित्र आप सामने तो ये पाठ कौन पढ़े पिला माने ठीक अच्छे कहीं मेन कथा हूँ श्रेणीगृह ना पुणी शिक्षक ना तेणु बस गोटे रूम रे पाठ पढ़ले पढ़ न पढ़ना ये आप गोटे चित्र देखूँ सरकार कर जोटी क्लासरूम कर फैन लगी लाइट सब लगी कि इक्विपमेंट ना ठीक अच्छे उच्च माध्यमिक विद्यालय जोटा सुनाबढ़ा गोटे होती आप लाइफ साइंस आप लैब इक्विपमेंट ना ये आप फिजिकल साइंस लैब इक्विपमेंट ना आम शिक्षा ये चलती ठीक अच्छे तो ये आपंकर देखिए असुरक्षित रैंप गोटे पिला रैंप है तमूल गछ ठीक अच्छे तो ये आप देखूँ मुझे देखा तो ये आप देखूँ आप किसी नमूना दिखाई जोटी कि आईसीटी लैब अच्छी आईसीटी चेयर पड़ी टेबल पड़ी कंप्यूटर अच्छी केते खराब है तो कते ठीक है ठीक ना किंतु कहीं ना प्रोजेक्टर लगी सब लगी किंतु टीचर थे सीना पाठ पढ़ेबे टीचर ना ठीक अच्छे आईसीटी भित्तिभूमि सुदृढ़ हो पारनी तो ये आप देखो आपको आउ किसी तथ्य देखो जोटा कि मोस्ट इम्पोर्टाट जे राज्यर 48% विद्यालय प्रतिकूल पीटीआर माने पिलांकर छात्र अनुपात अनुसार शिक्षक ना ठीक अच्छे आउ राज्य में 44% माध्यमिक विद्यालय कला शिक्षक बिना चली बिना कला शिक्षक आर्ट टीचर ठीक अच्छे तो 11% आपंकर विद्यालय जांच समय आपंकर विषय शिक्षक मैंने सब्जेक्ट टीचर ना 11% माध्यमिक सामान स्थिति प्राइमेरी सामान स्थिति केते रहिबा दरकार प्राइमेरी आप कहते पीटीआर नॉर्म्स अनुसार 30 पिलारे जड़े शिक्षक 60 पिलार 2 जन शिक्षक किंतु जदि गोटे स्कूल रे टोटल 30 पिला अच्छा जेहेतु कहुई 20 पिला भी स्कूल चलो 22 पिला अच्छा क्लास 1 क्लास 5 से केतटा टीचर दरकार 2 टीचर गोटे स्कूल रे अति कम 2 जन टीचर तेणुक तापर रेशियो देखा
ठीक अच्छे। तो सहीटा मेंटेन करूना एमाने कंप्लीट पिला कंप्लीट टीचर रेसीओ पकई दौरान स्टेट रे भुआ बुलाऊँ पूरा कंप्लीट भुआ। अपर प्राइमरी षष्ठ रु अष्टम पर्यंत प्रति क्लास पिछे जड़े शिक्षक दरकार माने 3टा क्लास को 3 जन शिक्षक तापर देखा रेसीओ जदि 3टा क्लास मिसिक 30 पिला अच्छा फिर भी 3 जन टीचर रे ठीक अच्छे। तापर जदि रेसीओ देखा केत पिला बढ़ीजे 60 70 80 90 100 से केस रेसीओ देखा ठीक अच्छे। माध्यमिक सेमती आपणकर 160 जन शिशु पर्यंत आपणकर माने जड़े विषय शिक्षक जड़े प्रधान शिक्षक पीटीआर 40 रु अधिक 40 पिला जड़े शिक्षक माध्यमिक उच्च माध्यमिक आपणकर 10 जन विषयभित्तिक शिक्षक दरकार आ 12 जन भी विषयभित्तिक शिक्षक 360 पिला अधिक रही आ पीटीआर 30 रु अधिक हेनी कहूँ अपर प्राइमरी भी 30 सॉरी प्राइमरी 30 अपर प्राइमरी 35 सेकेंडरी 40 किंतु हायर सेकेंडरी 30 किंतु आमे ताको पालन करूना ठीक अच्छे। विचित्र स्थिति आम देखु ये आपणकर रेसीओ माने टीचर रेसीओ 37.1 रु 181.1 भितर रही माने 181 पिलार जड़े शिक्षक आम देचे यही स्थिति पाठ चलुँ ठीक अच्छे। तो आम क्या कहवा ठीक अच्छे। तो आपन देखिए ये आपण पिला सेमती विक्षिप्त भाषा पढ़ुं वास्तवता होची आपण 2022-23 विद्यालय यथाक्रमे 47 और 43% प्राथमिक माने 47% रेसीओ हो प्राइमरी 43% अपर प्राइमरी यहाँ यही प्रतिकूल पीटीआर अनुसार चली ठीक अच्छे। तो ये रिपोर्ट देखो रिपोर्ट देखले मुंड खराब हो रिपोर्ट तो माने आमे शिक्षक पदवी पूरण करूने आमे कहूचे दबा दबा थोप पकाउचे किंतु वास्तविक शिक्षार स्थिति या तो यहाँ कंप्लीट होगा जी मुझे हाइलाइट करी आपको देखईदेली कहीं हाइलाइटेड जिनस गुड़ा ही आपंकर बहुत इंपोर्टाट थिला। तो ये आपंकर माने बहीर मैनेजमेंट हो पाने बही मिलूनी ड्रेस मिलूनी से भिन्न कथा किंतु शिक्षक जी पढ़ेबे से नहांती जोठी पिला बस पढ़े से जिनस भी ना ये आप देखते समस्त प्राथमिक उच्च प्राथमिक विद्यालय शिक्षक नियुक्ति जुक्तियुक्त करने सहित छात्र शिक्षक अनुपात निर्धारित मानदंड बजाय रखापी आप सुपारिश कार्यकारी होना बारंबार कहु कि होना एवं समग्र शिक्षा योजना को सफल करने शिक्षा सचिव बा कमिशनर गठित गोटे कमिटी जे कि 20 थर बैठक आवश्यकता अच्छी वर्ष को किंतु बैठक 4 थर बस जमा मैंने मॉनिटरिंग ठीक से करूना शुणुना जिला शिक्षाधिकारी मैंने वार्षिक सर्वनिम्न 120 विद्यालय जांच करिया कथा किंतु बहुत कम जांच परिमाण तो ऑफिसर मान ठीक भाव निज कार्य करना ये अभिभावक मैंने कहतु जदि सरकारी विद्यालय आप पिलार पाठरे हानि घटुची से किए दायी शिक्षक दायी ना व्यवस्था दायी। आज भिडियो शेष करवा पुणी आप देखा एजुकेशन।